ଘରର ଦୀପ। ଅରୁଣ ଏବଂ ମୀରାଙ୍କର ବିବାହକୁ କିଛି ବର୍ଷ ହୋଇଯାଇଥିଲା। ଦିନେ ସନ୍ଧ୍ୟାରେ ସେମାନେ ସେମାନଙ୍କର ନୂଆ ଘର ସଜାଉଥିବା ବେଳେ ଏକ ସୁନ୍ଦର ଦୀପକୁ କେଉଁଠି ରଖିବେ ସେ ବିଷୟରେ ଦୁହିଁଙ୍କ ମନରେ ଭିନ୍ନ ଭିନ୍ନ ଚିନ୍ତାଧାରା ଥିଲା। ଅରୁଣ କହିଲେ, ଏହା ଲିଭିଂ ରୁମ୍ରେ ବହୁତ ଭଲ ଦେଖାଯିବ। ମୀରା ଉତ୍ତର ଦେଲେ, କିନ୍ତୁ ମୋ ମତରେ ଏହାକୁ ଡାଇନିଂ ଟେବୁଲ ପାଖରେ ରଖିବା ଉଚିତ। ଦୁହେଁ ନିଜ ନିଜ ଜିଦ୍ରେ ଅଟଳ ରହିଲେ। ଆଲୋଚନାଟି ଧୀରେ ଧୀରେ ଉତ୍ତେଜନାପୂର୍ଣ୍ଣ ହୋଇଗଲା ଏବଂ ଘର ସଜାଇବାର ଖୁସି କମିବାକୁ ଲାଗିଲା। କିଛି ସମୟ ପରେ ମୀରା ଧୀର ସ୍ୱରରେ କହିଲେ, ବାଇବେଲ ଆମକୁ ଶିକ୍ଷା ଦିଏ ଯେ ଖ୍ରୀଷ୍ଟଙ୍କ ପ୍ରତି ଥିବା ସମ୍ମାନ ଓ ଭୟରେ ପରସ୍ପରର ବଶୀଭୂତ ହେବା ଉଚିତ। ଚାଲ ଏହି ଦୀପକୁ ନେଇ ଆମେ ଝଗଡ଼ା କରିବା ନାହିଁ, ବରଂ ଆମେ ଚିନ୍ତା କରିବା ଯେ କେଉଁ ସ୍ଥାନରେ ପ୍ରକୃତରେ ଆମ ଘରକୁ ଉଜ୍ଜ୍ୱଳ କରିବ। ଅରୁଣ ହସିଲେ ଏବଂ ସମ୍ମତି ଜଣାଇଲେ। ସେମାନେ ଦୀପଟିକୁ ଦୁଇଟି ଯାକ ସ୍ଥାନରେ ରଖି ଦେଖିଲେ ଏବଂ ଶେଷରେ ଏପରି ଏକ ସ୍ଥାନ ପାଇଲେ ଯାହା ଦୁହିଁଙ୍କୁ ପସନ୍ଦ ହେଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ଶିଖିଲେ ଯେ ଠିକ୍ ପ୍ରମାଣିତ ହେବା ଅପେକ୍ଷା ଶାନ୍ତି ଏବଂ ପ୍ରେମ ବହୁତ ଅଧିକ ମୂଲ୍ୟବାନ। ଶିକ୍ଷା। ଏଫେସୀୟ 5:21 ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ମନେ ପକାଇ ଦିଏ ଯେ ବିବାହ ହେଉଛି ପରସ୍ପର ମଧ୍ୟରେ ପ୍ରତିଯୋଗିତା ନୁହେଁ, ବରଂ ପ୍ରେମରେ ପରସ୍ପରର ସେବା ଏବଂ ସମ୍ମାନ କରିବା। ଯେତେବେଳେ ଉଭୟ ନମ୍ରତା ସହିତ ପରସ୍ପରର ବଶୀଭୂତ ହୁଅନ୍ତି, ସେତେବେଳେ ସେମାନଙ୍କର ଘରେ ଖ୍ରୀଷ୍ଟଙ୍କର ଆଲୋକ ସବୁଠାରୁ ଅଧିକ ଉଜ୍ଜ୍ୱଳ ହୁଏ। ଆଉ ଖ୍ରୀଷ୍ଟଙ୍କୁ ଭୟ କରି ପରସ୍ପର ବଶୀଭୂତ ହୁଅ। ଏଫେସୀୟ 5:21 ପଦ।